ଆଜି ସକାଳଟା କିଛି ଅଲଗା ଲାଗୁଛି। ଆକାଶର କଳା ବାଦଲ, ଶୀତଳ ପବନ ଆଉ ମନ ଭିତରୁ ଏକ ଶାନ୍ତିର ଅନୁଭୂତି। ଆମେ ବାହାରି ପଡ଼ିଥିଲୁ ମା ଉଗ୍ରତାରାଙ୍କ ଦର୍ଶନ ପାଇଁ, ମନରେ ଅନେକ ଆଶା ଆଉ ଭକ୍ତି ନେଇ। ଭୁବନେଶ୍ୱରଠୁ ପ୍ରାୟ 50-60 କିଲୋମିଟର ହେଉଛି ଉଗ୍ରତାରା ଦେବୀ ମନ୍ଦିର। ସକାଳୁ ସକାଳୁ ଏ ଦି ଭାଇଙ୍କୁ ଧରିକି ଆଜି ଟିକେ ଯାଉଛି ମାଆଙ୍କୁ ଦର୍ଶନ କରିବାକୁ। ଦୁଇ ପାର୍ଶ୍ୱରେ ସବୁଜ ପାହାଡ଼ ମଧ୍ୟରେ ଜଙ୍ଗଲ ଆଉ ମେଘର ଛାୟାରେ ସବୁକିଛି ଅଧିକ ସୁନ୍ଦର ଲାଗୁଥିଲା। ପ୍ରତିଟି ମୋଡ଼, ପ୍ରତିଟି ଦୃଶ୍ୟ ଏକ ନୂଆ ଅନୁଭୂତି ଦେଉଥିଲା। ମନେ ହେଉଥିଲା ମା ନିଜେ ଆମକୁ ଡାକୁଛନ୍ତି। କୁହାଯାଏ ମା ଉଗ୍ରତାରା ହେଉଛନ୍ତି 10 ମହାବିଦ୍ୟା ମଧ୍ୟରୁ ଗୋଟିଏ ଶକ୍ତି ରୂପ। ତାଙ୍କର ରୂପ ଦେଖିଲେ ଭୟ ଲାଗିପାରେ, କିନ୍ତୁ ତାଙ୍କ ହୃଦୟ ହେଉଛି ଅସୀମ ମାୟା ଆଉ କୃପାର ଭରିଥିବା। ସେ ଦୁଃଖ, ଭୟ ଆଉ ଅନ୍ଧାରକୁ ନାଶ କରି ଭକ୍ତମାନଙ୍କୁ ଆଲୋକର ପଥ ଦେଖାନ୍ତି। ପୁରାଣ ଅନୁସାରେ ଯେତେବେଳେ ଦୁଷ୍ଟ ଶକ୍ତିମାନେ ପୃଥିବୀକୁ ଅଶାନ୍ତ କରୁଥିଲେ, ସେତେବେଳେ ମା ଉଗ୍ରତାରା ତାଙ୍କ ଉଗ୍ର ରୂପ ଧାରଣ କରି ସେମାନଙ୍କୁ ବିନାଶ କରିଥିଲେ। ସେଥିପାଇଁ ତାକୁ ଉଗ୍ର ବୋଲି କୁହାଯାଏ। କିନ୍ତୁ ସେହି ଉଗ୍ରତା ଭକ୍ତଙ୍କ ପାଇଁ ସଦା ରକ୍ଷାକାରୀ ମାଙ୍କ ସ୍ନେହରେ ପରିଣତ ହୁଏ।